115ଟି ଷ୍ଟଲ୍ର ଆୟୋଜନ କରାଯାଇଛି, ଯେଉଁଥିରେ ବିଭିନ୍ନ ଯନ୍ତ୍ରପାତି କମ୍ପାନୀର ଉତ୍ପାଦକ ଓ ବିକ୍ରେତା ଖାଦ୍ୟ ଷ୍ଟୋର ରହିଛି। କୃଷି ଯନ୍ତ୍ରପାତି ମେଳାରେ ବିଭିନ୍ନ ଉତ୍ପାଦକ ଏଜେନ୍ସି ଟ୍ରାକ୍ଟର, ରୋଟାଭେଟର, କମ୍ବାଇନ୍ ହାର୍ଭେଷ୍ଟର, ପେଡିଷ୍ଟାର୍ସର, ପମ୍ପ ସେଟ୍, ଡ୍ରୋନ୍, ସୋଲାର ପମ୍ପ, ପାୱାର ଟିଲର, ଗାର୍ଡେନ୍ ଟୁଲ୍ସ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନ କରାଇ ଚାଷୀଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। 10ଟି କ୍ଷୁଦ୍ର ଶସ୍ୟ ଖାଦ୍ୟ ଉତ୍ପାଦକ ଅଂଶଗ୍ରହଣ କରିଥିଲେ। ଏହି କୃଷି ଯନ୍ତ୍ରପାତି ମେଳାର ମୁଖ୍ୟ ଉଦ୍ଦେଶ୍ୟ ବିଭିନ୍ନ କୃଷି ଯନ୍ତ୍ରପାତି ପାଇଁ ସରକାରୀ ଆର୍ଥିକ ସହାୟତା, ସବସିଡି ରିହାତିରେ କୃଷି ଯନ୍ତ୍ରପାତିର କ୍ରୟ ଓ ବ୍ୟାଙ୍କ ଲୋନ୍ ସାହାଯ୍ୟରେ କୃଷି ଯନ୍ତ୍ରପାତିର ଜ୍ଞାନକୌଶଳ ଓ ତାହାର ବ୍ୟବହାର କୃଷକ ପାଠଶାଳା ମାଧ୍ୟମରେ ଚାଷୀଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଅବଗତ କରାଇବା। ଅତିଥିଙ୍କ ଦ୍ୱାରା 10 ଜଣ ନୂତନ ଚାଷୀଙ୍କୁ ଟ୍ରାକ୍ଟର ସବସିଡି ସହିତ ସହାୟତା ପ୍ରଦାନ କରାଯାଇଥିଲା। ସଭା ଶେଷରେ ଜିଲ୍ଲା କୃଷି ଅଧିକାରୀ ଅନିଲ ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ। ନବରଙ୍ଗପୁର ଘାସିରାମ ହରିଜନଙ୍କ ରିପୋର୍ଟ, ଓଡ଼ିଶା ହଟ୍ ନ୍ୟୁଜ୍।